कि ଜଗନ୍ନାଥଙ୍କର ଯୋଉ ଦାରୁ ବ୍ରହ୍ମ ଅଛନ୍ତି, ତ ତାଙ୍କ ଭିତରେ ଯୋଉ ବ୍ରହ୍ମ ପଦାର୍ଥ ଅଛି ବୋଲି କୁହାହଉଛି, ତ ସେଇଟା କଣ ଭଗବାନ ଶ୍ରୀକୃଷ୍ଣଙ୍କର ହାର୍ଟ। ଓକେ, ତ ଏଇଠି ମୁଁ ଗୋଟେ ଲୋକ କୋଟ୍ କରିଛି ସମସ୍ତଙ୍କ ପାଇଁ। ଏଟା ଭାଗବତମ ଶ୍ଲୋକଟା। ଲୋକାभिରାମं ସତନಂ ଧାରଣା ଧ୍ୟାନ ମଙ୍ଗଲಂ योग धारणया ज्ञया दग्ध्वा धामा विशत्सखम। ତା ମାନେ ଭଗବାନ ଭାଗବତମର 11 ସ୍କନ୍ଧର ଶ୍ଲୋକ। ଭଗବାନ ଯେତେବେଳେ ଭଗବତ ଧାମକୁ ଶ୍ରୀକୃଷ୍ଣ ଯେତେବେଳେ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କେମିତି କରନ୍ତି ନା, ଯୋଉ ଶରୀର ଭଗବାନଙ୍କର ଯୋଉ ଦିବ୍ୟ ଶରୀର ଅଛି, ସେ ଦିବ୍ୟ ଶରୀର ଯୋଉ ଯୋଗୀ ମୁନି ଋଷି ସେମାନଙ୍କର ଧ୍ୟାନ ଆଉ ଧାରଣାର ମାନେ ଅବଜେକ୍ଟ ଅଫ ମେଡିଟେସନ, ତ କେମିତି ଭଗବାନ ନିର୍ଦ୍ଦୟ ହେଇକି ଭଗବାନ ନିଜର ଦିବ୍ୟ ଶରୀରକୁ ଯେମିତି ଯୋଗୀ ମାନେ ଶରୀର ତ୍ୟାଗ କରିବା ପାଇଁ ଅଗ୍ନିକୁ ଆହ୍ୱାନ କରନ୍ତି, ତ ଭଗବାନ କେମିତି ନିର୍ଦ୍ଦୟ ହେଇକି ନିଜ ଶରୀରକୁ ଅଗ୍ନି ମାଧ୍ୟମରେ ନଷ୍ଟ କରିଦେବେ, କରିବେନି ଭଗବାନ। ତ ସେଥିପାଇଁ ଭଗବାନ କଣ କରନ୍ତି, ଏମିତି ଉପମା ଦିଆ ହେଇଛି କି ଆକାଶରେ ବିଜୁଳି ଯେମିତି ମାରେ, ସେମିତି ଭଗବାନ ତୁରନ୍ତ ବିଜୁଳି ମାରିଲେ ସାଙ୍ଗେ ସାଙ୍ଗେ ପଳାଏ, ଲୁଚିଯାଏ। ସେମିତି ଭଗବାନଙ୍କର ଦିବ୍ୟ ଶରୀର ଏ ଧରା ପୃଷ୍ଠରୁ ତୁରନ୍ତ କଣ ତିରୋଭାବ ହେଇଗଲେ, ଅର୍ଥାତ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କଲେ, ମାନେ ଥିଲେ ଅନୁପସ୍ଥିତ ହେଇଗଲେ। ତେଣୁ ଭଗବାନଙ୍କର ଶରୀରରେ କୌଣସି ଅଗ୍ନି ସଂଯୋଗ କରିବାର ଆବଶ୍ୟକତା ନଥିଲା। ଲେଖା ହେଇଛି ଧ୍ୟାନ ଧାରଣା ଧ୍ୟାନ ମଙ୍ଗଲମ, ଅର୍ଥାତ ଯୋଉ ଦିବ୍ୟ ଶରୀରକୁ ଆମେ ସମସ୍ତେ ଧ୍ୟାନ କରୁଛେ, ସେ ଶରୀର ତ ପ୍ରାକୃତ ନୁହଁ, ଅପ୍ରାକୃତ ବସ୍ତୁ, ଆଉ ସେଥିପାଇଁ ନଷ୍ଟ କରିବାର ଆବଶ୍ୟକତା ନଥିଲା। ଓଡ଼ିଆରେ ମହାଭାରତ ଲେଖିଥିଲେ ଶାରଳା ଦାସ। ତ ଶାରଳା ଦାସ ଆମର ଯୋଉ ଅରିଜିନାଲ ମହାଭାରତ ଥିଲା, ଯାହା 1,00,000 ଶ୍ଲୋକ କୁ ନେଇକି ବନା ହେଇଛି, ତ ଶାରଳା ଦାସ ଯେତେବେଳେ ମହାଭାରତ ଲେଖିଲେ, ସେ ତାକୁ ଲୋକାଲାଇଜ କରିଦେଲେ, ତାକୁ ମ୍ୟାନିପୁଲେଟ କରିଦେଲେ, ଆଉ ଅରିଜିନାଲ ମହାଭାରତ ମୂଳ ସଂସ୍କୃତ ମହାଭାରତରୁ ଭିନ୍ନ। ତେଣୁ ସେଥିପାଇଁ ଶାରଳା ଦାସଙ୍କ ମହାଭାରତରେ 1,00,000 ଶ୍ଲୋକ ନଥିଲା, 1,40,000 ପଦ ଥିଲା। ତ ବହୁତ ଗୁଡା ହାଇଲି ଏକ୍ସଟ୍ରିମ ମ୍ୟାନିପୁଲେସନ ହେଇଛି। ତେଣୁ ଆମେ ଯେତେବେଳେ ଶୁଣୁଛେ ଜଗନ୍ନାଥଙ୍କର ଦାରୁ ବ୍ରହ୍ମ ଭିତରେ ଯୋଉ ଅଛି କୃଷ୍ଣଙ୍କର ହାର୍ଟ ବୋଲି, ତ ସେ ସବୁ ଜିନିଷ ଭାଗବତମରେ ନାହିଁ, ସ୍କନ୍ଦ ପୁରାଣରେ ନାହିଁ। ସମସ୍ତ ଭଗବାନଙ୍କ ଶରୀର ଆବଶ୍ୟକତା ବି ନାହିଁ କୌଣସି ପ୍ରକାର ଏଇଭଳିଆ ଭଗବାନ ସତ ଦାରୁ ବ୍ରହ୍ମ ରୂପରେ ପ୍ରକଟିତ ହୋଇଥିଲେ। ଏମିତି ଭଗବାନଙ୍କ ଶରୀରକୁ ଜାଳିଲେ ସେ ପୋଡିଲାନି, ଆମେ ଶୁଣିଥିଲେ ଏସା, କିନ୍ତୁ ଏମିତି ବାସ୍ତବରେ ନୁହେଁ। ହରେ କୃଷ୍ଣ। କାହାକୁ ଜୟପ୍ରକାଶ ବାବୁ ବୁଝିଗଲା ନା ଆଉ ଡାଉଟ ଅଛି ତମର? ଯୋଉ ନବକଳେବର କରନ୍ତି ସେଇଟା ତାହେଲେ କଣ ଗୋଟେ ସେଇଟା ଇଏ କରନ୍ତି ସେଇଟା ତ ଭୁଲି ଯାଅ। ବହୁ ଶାସ୍ତ୍ରରେ ଆମେ ତୁମେ ଦେଖିନ କି ମୁଁ ଦେଖିନି, ଯେ ପୂଜାରୀ ପୂଜା କରୁଛି ସେ ବି ଦେଖିନି, ହେଲା। ଆଜ୍ଞା ତ ବିଭିନ୍ନ ଆଜ୍ଞା କଥା ଆସେ, ପଣ୍ଡାମାନେ କୁହନ୍ତି କି ଏଇଟା ଭଗବାନଙ୍କର ପ୍ରଥମ ଦାରୁ ବିଗ୍ରହଙ୍କର କିଛି ଅଂଶ, କିଛି ବି ହେଇପାରେ। ଭଗବାନ ଏମିତି ନୁହେଁ, ଚୈତନ୍ୟ ଚରିତାମୃତରେ ଅଛି, ଭଗବାନ ଏମିତି ନୁହେଁ କି ଭଗବାନଙ୍କ ଭିତରେ ଗୋଟେ ଅଛି ବାହାରେ ଗୋଟେ ଅଛି। ସେଇଟା ମାୟାବାଦୀର ଗୋଟେ ଭାଷ୍ୟ, ମାୟାବାଦୀର ଗୋଟେ ଦର୍ଶନ କି ଭଗବାନଙ୍କର ଭିତରେ ଆତ୍ମା ଅଛି। ବହୁତ ବଡ ମୂର୍ଖାମି ସେଇଟା। ଆଉ ଚୈତନ୍ୟ ଚରିତାମୃତରେ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କୁ ସେ ଡିଭୋଟିଙ୍କ ନାଁ ମନେ ପଡୁନି, ସେ କହିଲେ କି ଚୈତନ୍ୟ ମହାପ୍ରଭୁ ସେ ଜଗନ୍ନାଥ ହେଲେ ଅଚଳ ବିଗ୍ରହ, ଚୈତନ୍ୟ ମହାପ୍ରଭୁ ହେଲେ ତାଙ୍କର ଆତ୍ମା। ତାପରେ ସେଇ ଭକ୍ତଙ୍କୁ ଚୈତନ୍ୟ ଚରିତାମୃତରୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ରିଜେକ୍ଟ କରିଦେଇଥିଲେ। ତ ଏଇଟା ତତ୍ଵ ବିଭ୍ରମ। ଭଗବାନଙ୍କ ଶରୀର ଆଉ ଆତ୍ମା ଭିତରେ କୌଣସି ଫରକ ନାହିଁ। ଯେ ଫରକ ଦେଖେ ସେ ହିଁ ତାଙ୍କୁ ଶାସ୍ତ୍ରରେ ପାଖଣ୍ଡୀ ବୋଲି କୁହାଯାଏ। ତେଣୁ ଯିଏ ଭାବନ୍ତି କି ଜଗନ୍ନାଥଙ୍କ ଭିତରେ ଆତ୍ମା ଅଛି, ବହୁତ ବଡ ପାଖଣ୍ଡ ଏଟା। ତେଣୁ ଏଇଟା ପ୍ରାମାଣିକ ନୁହେଁ, ଶାସ୍ତ୍ରସମ୍ମତ ନୁହେଁ, ଆଚାର୍ଯ୍ୟଙ୍କର କଥନ ବି ନୁହେଁ। ତେଣୁ ଆମେ ସେ ସବୁ ଜିନିଷରେ ପଶିବାର ନାହିଁ। ଜଗନ୍ନାଥ ଆମ ପାଇଁ ଭଗବାନ। ବୁଝିହେଲା ନା? ହରେ କୃଷ୍ଣ। ପ୍ରଭୁ ହରେ କୃଷ୍ଣ। ଧନ୍ୟବାଦ। ଆଉ ଗୋଟେ ଲାଷ୍ଟ ହେଲା, ତ ଭଗବତ ଗୀତା 3 ନମ୍ବର ଅଧ୍ୟାୟ 38 ନମ୍ବର ଶ୍ଲୋକରେ ଅଛି, ଧୂମେନା ମ୍ରିୟତେ ବହ୍ନି ରଥା ତଥା ଏଠି ଡିଗ୍ରୀ ଅଫ ଲଷ୍ଟ କଥା କୁହାଯାଇଛି। ଆମର କାମୁକତା ତାର କୋଉ ଡିଗ୍ରୀ ସେଇଟା ଅଛି,
ତ ତିନିଟା ଉପମା ଦିଆହେଇଛି। ଗୋଟେ ଉପମା ମାର ଗର୍ଭରେ ଶିଶୁ, ସେକେଣ୍ଡ ଉପମା ମିରର ଦର୍ପଣ, ଦର୍ପଣ ଉପରେ ଧୂଳି ଜମାଟ ବାନ୍ଧି ଯାଇଥିବା ଦର୍ପଣ, ଆଉ ଥାର୍ଡ ହେଲା ଧୂଆଁ, ଧୂଆଁ ମାନେ ଯୋଉଠି ଆମେ ଚୁଲି ହେରିକା ଜାଳନ୍ତି ଧୂଆଁ ବାହାରେ, ତ ସେ ଧୂଆଁ ତିନିଟା ସହିତ ଧୂଆଁ କଭର ହେଇଛି କାହାକୁ, ଅଗ୍ନିକୁ କଭର ହେଇକି ଅଛି, ଧୂଳି କଭର ହେଇଛି କାହାକୁ, ଦର୍ପଣକୁ କଭର ହେଇକି ଅଛି, ଆଉ ମାର ଗର୍ଭ ଶିଶୁକୁ କଭର କରିକି ରଖିଛି। ତ ଏଇଟା ଡିଗ୍ରୀ ଅଫ ଲଷ୍ଟ। ଯେତେବେଳେ ଜୀବ ମାର ଗର୍ଭରେ ଥାଏ ସେ ହେଲ୍ପଲେସଲି ଥାଏ, ସେ କୌଣସି ପ୍ରକାର ଯେତେବେଳେ ସମୟ ଆସିନି ସେ କେବେ ବି ବାହାରିକି ଆସିପାରିବନି। ତେଣୁ ଏଇଟା ହାଇ ଡିଗ୍ରୀ ଅଫ ଲଷ୍ଟ, ହାଇଏଷ୍ଟ ଡିଗ୍ରୀ ଅଫ ଲଷ୍ଟ। କୌଣସି ପ୍ରକାରର ଆଉ ସେଠି ଇଏ ନାହିଁ, ସେ ହେଲ୍ପଲେସଲି ଯିବ ବଞ୍ଚେ। ତ ସେଇ ସମୟରେ ତାକୁ ଏକ୍ସାମ୍ପଲ ଦିଆହେଇଛି କାହାର, ଗଛ ଲତା ଏମାନଙ୍କ ଏକ୍ସାମ୍ପଲ ଦିଆହେଇଛି। ଏମାନେ ବହୁତ ତୀବ୍ର ରୂପରେ କାମ ପ୍ରବଣତା ପାଇଁ ଏଇ ଜନ୍ମ ମିଳେ। ଦେଖିଥିବ ମୁଁ କିଛି ଦିନ ତଳେ ଗୋଟେ ଷ୍ଟାଟସ ରେ ଦେଇଥିଲି, ଗୋଟେ ଗଛ ଅଛି କିନ୍ତୁ ସେ ମାନେ ଗୋଟେ ମୁଁ ପଠେଇଦେବି ଦେଖିବେ, ସେ ଯଦି ଅଧିକ କଣ ଶରୀରରେ ବସ୍ତ୍ରକୁ ଢାଙ୍କି ନଥିବ ତାକୁ ଏଇ ସବୁ ଜନ୍ମ ମିଳେ। ଅଧିକ ସେ କଣ ତା ଭିତରେ କାମ ବିକାର ଆସୁଥିବ, ସେକ୍ସୁଆଲ ଡିଜାୟାର କି ସେକ୍ସୁଆଲ ଆଫେୟାର ବଗେରା କିଏ କରୁଥିବ ତ ତାକୁ ଏଇ ଗଛ ପତ୍ରର ଜନ୍ମ ମିଳେ। ଓକେ, ତ ଏଇଟା ସବୁଠୁ ହାଇଏଷ୍ଟ ମ୍ୟାକ୍ସିମମ୍ କଣ୍ଡିସନ ଲଷ୍ଟ ର, ଆଉ ଏଇଟାର ଚାନ୍ସ ଅଫ ରିକଭରି ଭଗବତ ଧାମ ଯିବା ପାଇଁ ବହୁତ କମ। ତ ନେକ୍ସଟ ହେଲା ମିରର ବାଇ ଡଷ୍ଟ, ମିରର ଉପରେ ଓକେ, ମିରର ଉପରେ ଯେତେବେଳେ ଡଷ୍ଟ ଜମିଥାଏ ତ ମିରର ନିଜ କାମଟା ସେ କରିପାରୁନି, ମିରର ଜଣଙ୍କୁ ପ୍ରତିଫଳନ କରିବା ପ୍ରତିଫଳନ କରିପାରୁନଥାଏ, ତ ସେଥିପାଇଁ ତାର ଅରିଜିନାଲ କନସିୟସନେସ ଲୁଜ କରିଥାଏ। ତ ତାର ଏକ୍ସାମ୍ପଲ ଦିଆହେଇଛି କି ବାର୍ଡସ, ପଶୁ ପକ୍ଷୀ ଏମାନେ ହେଲା, ତ ସେଠି ଟିକେ ଚାନ୍ସ ଅଛି ହେଲା ମିରରକୁ ଆମେ କ୍ଲିନ କରିପାରିବା, କିନ୍ତୁ ମ୍ୟାକ୍ସିମମ୍ ଚାନ୍ସ ଅଛି ରିକଭରିର, ଆଉ ଲେସର ଡିଗ୍ରୀ ଅଫ ଲଷ୍ଟ। ମ୍ୟାକ୍ସିମମ୍ ଚାନ୍ସ ଅଫ ରିକଭରି, ଲେସର ଡିଗ୍ରୀ ଅଫ ଲଷ୍ଟ। ହ୍ୟୁମାନ ବିଙ୍ଗ, ହ୍ୟୁମାନ ବିଙ୍ଗରେ ଏମିତି ଅଗ୍ନିକୁ କଭର ହେଇକି ଧୂଆଁ ଅଛି, ତ ଟିକେ ଫୁଙ୍କିଲେ ସେ ଜଳିବ। ତ ତିନିଟା କମ୍ପାରିଜନ, ଗୋଟେ ଫାୟାର, ଗୋଟେ ମିରର, ଗୋଟେ ଏମ୍ବ୍ରୟ। covered by smoke, fire covered by smoke, mirror covered by dust, ଆଉ embryo covered by om। ତାପରେ କମ୍ପାରିଜନ ଅଛି, ଫାୟାର ସ୍ମୋକ ର କମ୍ପାରିଜନ ହ୍ୟୁମାନ ବିଙ୍ଗ ପାଇଁ ହେଇଛି, ମିରର ଆଉ ଡଷ୍ଟ ର କମ୍ପାରିଜନ ଆନିମଲ ପାଇଁ ହେଇଛି, ଏମ୍ବ୍ରୟ ଆଉ ଓମ ର କମ୍ପାରିଜନ ଟ୍ରି ମାନଙ୍କ ପାଇଁ ହେଇଛି। ତ ହାଇଏଷ୍ଟ ଡିଗ୍ରୀ ଅଫ ଲଷ୍ଟ ରହିଲା ଗଛପତ୍ର, ପ୍ଲାଣ୍ଟେସନ ଯାହା ବି ରହିଲା ଆମେ ଦେଖୁଛେ, ଆଉ ମିଡିୟମ ଡିଗ୍ରୀ ଅଫ ଲଷ୍ଟରେ ବାର୍ଡସ, ଆନିମଲ୍ସ, ଆଉ ଲେସର ଡିଗ୍ରୀ ଅଫ ଲଷ୍ଟରେ ହ୍ୟୁମାନ ବିଙ୍ଗ। ସେଥିପାଇଁ ଡିଗ୍ରୀ ଅଫ ଲଷ୍ଟ ରିଭର୍ସିଂ ପ୍ରପୋର୍ସନେଟ ଟୁ ଚାନ୍ସେସ୍ ଅଫ ରିକଭରି ଇନ କନସିୟସନେସ। ତ ମଣିଷ ମାନେ ଦୁର୍ଲଭ ମଣିଷ ଜନ୍ମରେ ଭକ୍ତି କରି ଭଗବତ ଧାମ ପାଇପାରିବ, ଯେତେବେଳେ ସାମର୍ଥ୍ୟ ପ୍ରାମାଣିକ ଗୁରୁଙ୍କର ଆନୁଗତ୍ୟ ସ୍ୱୀକାର କରିବ। କିନ୍ତୁ ଅଲଗା ଗୁଡା ଟିକେ ଡିଫିକଲ୍ଟ ହୁଏ। ସରୋଜିନୀ ମାତାଜୀ ବୁଝିଗଲା ଆପଣଙ୍କର? ଆଜ୍ଞା ପ୍ରଭୁ। ତମେ ଏଠି ରହିବା,